ତାପରେ ଇଏ କହିଛନ୍ତି ଏମିତି ସେ ପଳେଇଛନ୍ତି ନା କୋଉଠି ଅଛ କୁହ ଆଙ୍କୁ କହିଲେ ଇଏ କହିଲେ ମୁଁ ଜାଣିନି ସେ କୋଉଠି ନା ତୋ ସ୍ତ୍ରୀ କୁଆଡେ ଯାଇ ତୁ ଜାଣିନୁ ତାପରେ ଏମିତି କହିକି ଜବରଦସ୍ତି ଆଉ ତମେ ବି ଲାଷ୍ଟକୁ ତାଙ୍କ କଥାରେ ଭୟ ପାଇକି କଣ କରିବି ତମେ କହିଲ ମୁଁ ମତେ କହିଲେ ଏମିତି ଧମ କହିଲେ ମୁଁ କଣ କରିବି ମୁଁ କାଲି ଠାରୁ ଏଇ କଥା ସମସ୍ତଙ୍କ ଆଗରେ କହୁଛି ମୋର ଭୁଲ ନାହିଁ ରେ ତମେ ମୁଁ ତମ ପାଇଁ କେତେ କରିଛି ତମେ ଜାଣିନ ମୁଁ ବହୁତ ସତର୍କ ହେଇକି ଆସିଛି ବି ହେଇ ନେଲେ ମୋଠୁ କଣ ଧମ କହିଲେ କହିଲେ ବା ଏଇଆ କହିଲେ ଭଲ ମନ୍ଦ ଯାହା ହବ ଆଉ ବୁଝିବନି ସେଥିରୁ ତମେ ଦେଇଛ ମାନେ ଦବନି କଣ ପାଇଁ କାହିଁକି କଣ ପାଇଁ ଦବନି ଏମିତି ମାନେ ବହୁତ କଥା କହିଛନ୍ତି ହେଲା କିଏ ଆଇଥିଲେ ସେ ସବୁ ସେ ଯୋଉ ସେଡକା ପିଲା ବା ସେଇ ନୂଆ ଗାଁ ଧନିଆଗଡା ପିଲା ସବୁ ସେ ସବୁ ସେ ଧନିଆପଡା ନୂଆ ଗାଁ ପିଲା 5 ଜଣ ତ ଆଉ ମତେ ତ କହିନ ସାଇନ୍ ଦେଇଛ ବୋଲି କହିନି ଫୋନ ପାଖରେ ନାହିଁ ଇଏ ଫୋନ କରିଥିଲେ ମୁଁ କହିଥାନ୍ତି ତାପରେ ଇଏ ବି ସକାଳୁ ଆଉ ଫୋନ କରିନାହାନ୍ତି ମୁଁ ଏଇନା ଗାଧେଇ ଆସିଥିଲି ଫୋନ କରିଥାନ୍ତି ସେ ଭାଉଜ ମୋବାଇଲରେ ତାପରେ ୟାଙ୍କୁ କହିଥାନ୍ତି ଇଏ ତ ଏଇ ସାଙ୍ଗେ ସାଙ୍ଗେ ଫୋନ କଲେ ଆଉ ମୁଁ କଣ କରିବି ସ୍ୱାମୀ ମତେ ଯେତେ ଭୁଲ ବୁଝୁଛ ବୁଝ ପଛେ ମୁଁ ତମ ପଟୁଆ ଥିଲି ହେଲା ମୁଁ ସପଟରେ ସବୁଦିନ ଅଛି ଦେଇକି ବି ଦଶଖତ ତମ ପଟରେ ଅଛି ଏଇଟା ମନେ ରଖ ଦଶଖତ ନେଇଗଲେ ଆଉ କଣ କହିଲେ କହିଲେ କେତେ କଥା କହିଲେ ଆଉ ଯିବା ପାଇଁ କହିଲେ ଏଠେଇ ସେଠେଇକି ଏମିତି କହିଲେ ମୁଁ କୋଉ କଥା ରାଜି ହେଲିନି କହିଲେ ଆଉ ତମେ ଦଶଖତ ଦେଲା ଆଉ ମୁଁ କହିଲି ହଉ ତମେ ଯାଅ ମୁଁ ତାଙ୍କୁ କହିଲି ଛୁଆଙ୍କୁ କହିଲେ ହଉ ତମେ ଯାଅ କହିଲେ ଆମ ସାଙ୍ଗରେ ଚାଲ ରହିବ କି ଭଲ ମନ୍ଦ କରିବ କୋଉଠି ତାଙ୍କ ସାହାଯ୍ୟ ମୁଁ କଣ ତାଙ୍କ ସାହାଯ୍ୟ କରୁଛି କଣ ଆମକୁ ନେଇକି କୋଉଠି ମାରିବେ ବଞ୍ଚେଇବେ ଆମେ କହିବେ ତମେ ଚାଲ ସୋମବାର ଦିନ ନୋଟିଫିକେସନ କରିବେ କହିବେ ସିଗ୍ନେଚର ଭେରିଫାଇ ହବ ତାପରେ ଅନାସ୍ଥା ପାଇଁ ଭୋଟ ଦବାକୁ ଯିବ ମାନେ ମତେ ହଟେଇବା ପାଇଁ କିଏ କହିବେ ସାଙ୍ଗେ ଡାକିକି ନେବେ ନା ତମ କଲେକ୍ଟର ଅଫିସ ଡାକିକି ନେବେ ସେଠି ଯାଇ ତମେ ସିଗ୍ନେଚର ମାରିକି ଆସିବ ଭିଡ ହବ ତାପରେ ଏପଟେ ତ ଲୋକ ଲଜ୍ଜା ନିଜ ୱାର୍ଡରେ ନିଜ ଗାଁରେ ଲୋକ କଣ କହିବେ ସେଇଟା ବି ନିଜ ଲଜ୍ଜା ତ ନିଜ ଲଜ୍ଜା ଘର ପାଖ ଲୋକ ହେଇକି ଦଶଖତ ଦେଲୁ ଆଉ ନିଜ ଲଜ୍ଜା ନୁହ ଆଉ କଣ ଆମେ ଶୁଣ ସତ କଥା କହୁଛି ସିଏ ସାଧନ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା ସିଏ ମେନେ ପୁରେଇ ଦେଲା ସମସ୍ତଙ୍କର କହିଲା ସେ କଣ ମାରି ଦଉଥିଲା ନା କଣ କେଇଟାକୁ ମାରୁଥିଲେ ଧମକି ମତେ ମାରି ପାରୁନାହାନ୍ତି ଆମେ କଣ କରିବୁ ବୋଲ ଆମକୁ ତ ଧମ କହିଲେ ମୁଁ କଣ କରିବି ମୁଁ ସିନା ଘରେ ବସିଲି ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି ରାତି 3 ପରେ ସେ ଘରକୁ ପଳେଇଛନ୍ତି ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପୋଡିକି ମାଇଲେ ଆଉ କଣ କରିବ କଣ କରିବି କଥା ହେଇଛ ନା ହେଇନ କବି କାହା ସହିତ କଥା ହେଇଛ ନା ନାଇଁ କାହା ସାଙ୍ଗରେ କଥା ହେଇନି ମୁଁ କାହା ସାଙ୍ଗରେ କଥା ହେଇନି ଖାଲି ଏଇଠି ଅଛି ମୁଁ ସେଇ କଥା କହୁଥିଲି ମୁଁ କହିଲି ବୋଉ ଭାଇଙ୍କ ସାଙ୍ଗରେ କଥା ହେଇଥାନ୍ତି ଏଠି ଫୋନ କଲେ ସେଠୁ କଣ କରିବ ତମେ ଗୋଟା କଥା କରୁନ ଦାଦାର ତମର କଥାବାର୍ତ୍ତା ହେଇକି କୋଉଠି ବାହାରକୁ ଟିକେ ପଳଉନା କାରଣ ମେନ୍ ସିଗ୍ନେଚର ଭେରିଫିକେସନ ଟା ହବ ନା ସେଠିକି ନଗଲେ ବି ଜିନିଷଟା ଇଏ ହେଇପାରିବ ତାପରେ ଦଶଖତ ଆମେ ଦେଇ ସାରିଲେ ସେତେ ନ ଯିବି କଣ କରିବି ମାରଧର କରିବେନି ମାରଧର ତମ ବାହାରକୁ ପଳଉନ 2 ଜଣ ଯାକ ମୋବାଇଲ ସୁଇଚ ଅଫ୍ କରିକି ଆସିଲେ ଫେଣେ ସିନା ପଳେଇବି ଏବେ ଆସିଲେ କଣ କରିବେ ଆସିଲେ ତମେ କଣ ଭାବୁଛ ତମକୁ ମାରିଦେବେ ନା କଣ ଭାବୁଛ ଆଜିକାଲି ସେ ଯୁଗ ନାହିଁ ଆଉ ମତେ କଣ ଧମକଉନାହାନ୍ତି ମତେ କିଏ ମାରି ଦଉଛନ୍ତି ମୁଁ ଏଇ କଥା ଏଇଠି କହୁଛି ତମ ଭଳିଆ ସାହସୀ ଲୋକ ଯଦି ଡରିବ ମୁଁ ଆଉ କଣ କହିବି କହିଲ ମୁଁ ବହୁତ ସାହସ କରିଛି ମିଛ ନୁହଁ 5 ଦିନ କାଳ ମୁଁ ତାଙ୍କୁ ରିଟର୍ଣ କରିଛି 5 ଦିନ ରାତି 3ଟା 2ଟା ଯାକେ ବି ମୁଁ କାନ୍ଦି ରହିଛି ଫେରେଇ ହେଇପାରିଲା ନାହିଁ ସେ ଧମକେଇଲେ ଯେତେବେଳେ ମୋ ସ୍ୱାମୀ ଟାକୁ ଯେତେବେଳେ ଭଲ ମନ୍ଦ କରିଦେବେ ମୁଁ କାହା ନେଇ ଚଳିବି କହିଲ